ରାମାୟଣରେ ଏମିତି କିଛି ଘଟଣା ଅଛି ଯାହାକୁ ନେଇ ଆଜି ବି ବହୁତ ଚର୍ଚ୍ଚା ହୁଏ। ଆଉ ସେଥିମଧ୍ୟରୁ ଗୋଟିଏ ହେଉଛି ବାଳୀବଧ। ତେବେ ଚାଲନ୍ତୁ ଆଜି ଏହି କାହାଣୀର ଗଭୀରତା ଭିତରକୁ ଯିବା ଆଉ ଧର୍ମ ଅଧର୍ମର ସେହି ଜଟିଳ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବା। ହେଲେ ସବୁଠାରୁ ବଡ଼ ପ୍ରଶ୍ନଟା କ'ଣ ଜାଣନ୍ତି? ଯେଉଁ ପ୍ରଭୁ ଶ୍ରୀରାମଙ୍କୁ ଆମେ ଧର୍ମର ରକ୍ଷକ ବୋଲି ଜାଣୁ, ସେ କାହିଁକି ଯୁଦ୍ଧ ନିୟମର ବିପରୀତରେ ଯାଇ ଲୁଚିକି ବାଳୀଙ୍କ ଉପରେ ବାଣ ଚଳେଇଲେ? ଏଇ ପ୍ରଶ୍ନଟା ହିଁ ଏ ପୂରା କାହାଣୀର ମୂଳ କେନ୍ଦ୍ର। ତେବେ ଏ କାହାଣୀକୁ ଭଲ ଭାବରେ ବୁଝିବା ପାଇଁ ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ। ଆସନ୍ତୁ କାହାଣୀର ଆରମ୍ଭରୁ ଦେଖିବା, ଯେଉଁଠି ଶ୍ରୀରାମଙ୍କ ସେହି ରହସ୍ୟମୟ ବାଣ ବିଷୟରେ କୁହାଯାଇଛି। ଭାବନ୍ତୁ ତ ଟିକେ, ଦୁଇ ଭାଇଙ୍କ ଭିତରେ ଭୀଷଣ ଯୁଦ୍ଧ ଚାଲିଛି, ଆଉ ଏହି ସମୟରେ ମହାବଳୀ ଅପରାଜୟ ରାଜା ବାଳୀ ହଠାତ୍ ଗୋଟିଏ ବାଣ ମାଡ଼ରେ ତଳେ ପଡ଼ିଯାଉଛନ୍ତି। କିଏ ମାରିଲା, କୋଉଠୁ ମାରିଲା, ସେ କିଛି ବି ଜାଣିପାରୁନାହାନ୍ତି। ବାସ୍ ଏଇଠୁ ହିଁ ଆରମ୍ଭ ହେଉଛି ପ୍ରକୃତ ରହସ୍ୟ। ତେବେ ପ୍ରଶ୍ନ ଉଠୁଛି, ବାଳୀଙ୍କୁ ଏମିତି ଛଳରେ କାହିଁକି ମାରିବାକୁ ପଡ଼ିଲା? ଏକଥା ଜାଣିବାକୁ ହେଲେ ଆଗ ଆମକୁ ବାନରରାଜ ବାଳୀଙ୍କର ଅସୀମ ଶକ୍ତି ଆଉ ପରାକ୍ରମ ବିଷୟରେ ଜାଣିବାକୁ ହେବ। ଦେଖନ୍ତୁ, ବାଳୀ କିଛି ସାଧାରଣ ବାନର ନଥିଲେ। ସେ ଥିଲେ ସ୍ୱୟଂ ଦେବରାଜ ଇନ୍ଦ୍ରଙ୍କ ପୁତ୍ର। ଆଉ ତାଙ୍କ ଦେହରେ ଗୋଟିଏ କି ଦୁଇଟି ନୁହେଁ, ପୁରା 1000 ହାତୀର ବଳ ଥିଲା। ଏଥିପାଇଁ ତ ସେ ଜଣେ ଅପରାଜୟ ରାଜା ଥିଲେ। କିନ୍ତୁ କଥାଟା ଖାଲି ଶାରୀରିକ ବଳରେ ସୀମିତ ନଥିଲା। ତାଙ୍କ ପାଖରେ ଥିଲା ଏକ ଦିବ୍ୟ ବରଦାନ। ବରଦାନଟି ହେଲା, ଯିଏ ବି ତାଙ୍କ ସାମ୍ନାକୁ ଆସି ଲଢ଼ିବ, ତାର ଅଧା ଶକ୍ତି ସିଧା ବାଳୀଙ୍କ ପାଖକୁ ଚଲିଆସିବ। ମାନେ ଆପଣ ଭାବିପାରୁଛନ୍ତି, ତାଙ୍କୁ ସାମ୍ନାସାମ୍ନି ହରାଇବା ପାଖାପାଖି ଅସମ୍ଭବ ଥିଲା। ହେଲେ କୁହନ୍ତି ନା, ଯେତେ ବଡ଼ ଶକ୍ତି ସେତେ ବଡ଼ ଦୁର୍ବଳତା ବି ଥାଏ। ଦୁନ୍ଦୁଭି ନାମକ ଜଣେ ଅସୁର ସହ ଯୁଦ୍ଧ ପରେ ଋଷି ମତ୍ତଙ୍ଗ କ୍ରୋଧିତ ହୋଇ ବାଳୀଙ୍କୁ ଅଭିଶାପ ଦେଇଥିଲେ। ଆଉ ଅଭିଶାପଟି ଥିଲା ଯେ ଯଦି ବାଳୀ କେବେ ବି ଋଷ୍ୟମୁଖ ପର୍ବତ ଉପରେ ପାଦ ରଖିବେ, ତାଙ୍କର ସେଇଠି ମୃତ୍ୟୁ ହୋଇଯିବ। ଏହା ହିଁ ପୃଥିବୀର ଏକମାତ୍ର ଜାଗା ଥିଲା ଯୋଉଠି ସେ ଯାଇପାରୁନଥିଲେ। ଆଉ ଏଇଠୁ ହିଁ କାହାଣୀ ଏମିତି ଏକ ମୋଡ଼ ନେଲା, ଯେଉଁଠି ଦୁଇ ଭାଇ ମାନେ ବାଳୀ ଆଉ ସୁଗ୍ରୀବଙ୍କ ଭିତରେ ଏକ ଭୟଙ୍କର ଭୁଲ ବୁଝାମଣା ଆରମ୍ଭ ହେଲା, ଯାହା ଶେଷରେ ସବୁକିଛି ବଦଳାଇଦେଲା। ଘଟଣାଟି କିଛି ଏମିତି ଥିଲା। ମାୟାବୀ ନାମକ ଜଣେ ଅସୁରର ପିଛା କରି ବାଳୀ ଗୋଟେ ଗଭୀର ଗୁମ୍ଫା ଭିତରକୁ ଗଲେ, ଆଉ ସାନ ଭାଇ ସୁଗ୍ରୀବଙ୍କୁ କହିଗଲେ ବାହାରେ ଜଗିବା ପାଇଁ। ଦିନ ପରେ ଦିନ ବିତିଲା, ମାସ ବିତିଲା, ଶେଷରେ ପୁରା ବର୍ଷେ ବିତିଗଲା। ସୁଗ୍ରୀବ ବାହାରେ ଅପେକ୍ଷା କରି ରହିଲେ। ଦିନେ ହଠାତ୍ ଗୁମ୍ଫା ଭିତରୁ ରକ୍ତର ସୁଅ ବାହାରିଲା, ଆଉ ତା ସାଙ୍ଗକୁ ଏକ ଭୟଙ୍କର ଗର୍ଜନ ଶୁଭିଲା। ସୁଗ୍ରୀବ ଡରିଗଲେ। ସେ ଭାବିଲେ ବୋଧେ ବାଳୀ ମରିଗଲେ, ଆଉ ଏବେ ସେ ଅସୁର ବାହାରି ଆସି ରାଜ୍ୟ ଉପରେ ଆକ୍ରମଣ କରିବ। ବାସ୍, ରାଜ୍ୟକୁ ବଞ୍ଚାଇବା ପାଇଁ ସେ ଗୋଟେ ବଡ଼ ପଥର ଆଣି ଗୁମ୍ଫାର ମୁହଁ ବନ୍ଦ କରିଦେଲା। କିନ୍ତୁ ସତ କ'ଣ ଥିଲା ଜାଣନ୍ତି? ସତ ଥିଲା ପୁରା ଉଲ୍ଟା। ଗୁମ୍ଫା ଭିତରେ ବାଳୀ ସେ ଅସୁରକୁ ବଧ କରିସାରିଥିଲେ। ସେ ରକ୍ତ ଥିଲା ଅସୁରର, ଆଉ ସେ ଗର୍ଜନ ଥିଲା ବାଳୀଙ୍କର ନିଜର ବିଜୟର ଗର୍ଜନ। ଏହା ଏକ ଭୟଙ୍କର ଭୁଲ ବୁଝାମଣା ଥିଲା। ଏହି ଭୁଲ ବୁଝାମଣା ପରେ ବାଳୀ ଯାହା କଲେ, ତାହା କେବଳ ରାଗ ନଥିଲା, ତାହା ଥିଲା ଏକ ମହାପାପ, ଏକ ଅକ୍ଷମଣୀୟ ଅଧର୍ମ। ଆଉ ଏଇ ଭୁଲ ହିଁ ତାଙ୍କ ପତନର କାରଣ ସାଜିଲା। ଯେତେବେଳେ ବାଳୀ କୌଣସି ମତେ ଗୁମ୍ଫାରୁ ବାହାରିଲେ ଆଉ ଦେଖିଲେ ଯେ ଗୁମ୍ଫାର ମୁହଁ ବନ୍ଦ ଅଛି, ତାଙ୍କ ମୁଣ୍ଡକୁ ରାଗ ଚଢ଼ିଗଲା। ସେ ଭାବିଲେ ସୁଗ୍ରୀବ ରାଜ୍ୟ ପାଇଁ ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ପ୍ରତିଶୋଧର ନିଆଁରେ ଜଳୁଥିବା ବାଳୀ ସୁଗ୍ରୀବଙ୍କର ଗୋଟିଏ ବି କଥା ଶୁଣିଲେ ନାହିଁ। ତାଙ୍କୁ ନିର୍ଦ୍ଦୟ ଭାବେ ମାରିଲେ ଆଉ ରାଜ୍ୟରୁ ବାହାର କରିଦେଲେ। ହେଲେ ବାଳୀ କେବଳ ସେତିକିରେ ଅଟକି ନଥିଲେ। ସେ ଏମିତି ଏକ କାମ କଲେ ଯାହା ଥିଲା ଏକ ମହାପାପ। ସେ ନିଜ ସାନ ଭାଇ ସୁଗ୍ରୀବଙ୍କ ପତ୍ନୀ ରୁମାଙ୍କୁ ବଳପୂର୍ବକ ନିଜ ପାଖରେ ରଖିଲେ। ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଧର୍ମଶାସ୍ତ୍ର ଅନୁସାରେ ଏହି ପାପ ଠିକ୍ ସେତିକି ବଡ଼ ଥିଲା ଯେତିକି ଥିଲା ରାବଣ ଦ୍ୱାରା ସୀତାଙ୍କ ଅପହରଣ। ଏହା ଆଉ କେବଳ ପାରିବାରିକ କଳହ ହୋଇ ରହିନଥିଲା, ଏହା ଥିଲା ଏକ ଅଧର୍ମ। ଆଉ ଏହି ସମୟରେ କାହାଣୀରେ ପ୍ରବେଶ ହୁଏ ସ୍ୱୟଂ ପ୍ରଭୁ ଶ୍ରୀରାମଙ୍କର। ଏଇଠି ହିଁ ଏକ ଦିବ୍ୟ ମେଣ୍ଟ ଗଠନ ହେଲା, ଯାହା ବାଳୀଙ୍କ ପତନର ରାସ୍ତା ତିଆରି କଲା। ମାତା ସୀତାଙ୍କୁ ଖୋଜୁ ଖୋଜୁ ଶ୍ରୀରାମ ଆଉ ଲକ୍ଷ୍ମଣ ଋଷ୍ୟମୁଖ ପର୍ବତରେ ପହଞ୍ଚିଲେ, ଯୋଉଠି ସୁଗ୍ରୀବ ନିର୍ବାସିତ ଜୀବନ କାଟୁଥିଲେ। ସେଠାରେ ହନୁମାନଙ୍କ ମାଧ୍ୟମରେ ଦୁହିଁଙ୍କ ଭିତରେ କଥାବାର୍ତ୍ତା ହେଲା, ଆଉ ଏକ ଚୁକ୍ତି ସ୍ଥିର ହେଲା। ଶ୍ରୀରାମ ସୁଗ୍ରୀବଙ୍କୁ ବାଳୀଙ୍କ ଅତ୍ୟାଚାରରୁ ମୁକ୍ତ କରିବେ, ଏବଂ ଏହାର ବଦଳରେ ସୁଗ୍ରୀବ ନିଜର ପୂରା ବାନର ସେନାକୁ ନେଇ ସୀତାଙ୍କୁ ଖୋଜିବାରେ ସାହାଯ୍ୟ କରିବେ। ହେଲେ ସୁଗ୍ରୀବଙ୍କ ମନରେ ଡର ଥିଲା। ସେ ଭାବୁଥିଲେ,
ଶ୍ରୀରାମ କଣ ସତରେ ମହାବଳୀ ବାଳୀଙ୍କୁ ହରାଇ ପାରିବେ? ତାଙ୍କର ଏହି ସନ୍ଦେହ ଦୂର କରିବା ପାଇଁ ଶ୍ରୀରାମ ସେହି ଦୁନ୍ଦୁଭି ଅସୁରର ପର୍ବତ ଭଳି ଦିଶୁଥିବା କଙ୍କାଳକୁ ନିଜ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ହିଁ ଉଠାଇ 10 ଯୋଜନ ଦୂରରେ ଫିଙ୍ଗିଦେଲେ। ଏତିକିରେ ବି କଥା ସରି ନଥିଲା। ଶ୍ରୀରାମ ଆଉ ଏକ ଚମତ୍କାର ଦେଖାଇଲେ। ସେ ନିଜ ଧନୁରୁ ଗୋଟିଏ ମାତ୍ର ବାଣ ଛାଡ଼ିଲେ, ଆଉ ସେହି ବାଣଟି ଧାଡ଼ିରେ ଥିବା 7-7ଟା ବିଶାଳ ଶାଳଗଛକୁ ଭେଦ କରି ପୁଣି ତାଙ୍କ ତୁଣୀରକୁ ଫେରିଆସିଲା। ଏହା ଦେଖି ସୁଗ୍ରୀବଙ୍କର ବିଶ୍ୱାସ ହୋଇଗଲା ଯେ ଶ୍ରୀରାମଙ୍କ ପାଖରେ ସେହି ଶକ୍ତି ଅଛି ଯାହା ବାଳୀଙ୍କୁ ପରାସ୍ତ କରିପାରିବ। ତେବେ ସେହି ମୂଳ ପ୍ରଶ୍ନକୁ ଫେରିଆସିବା। ଶ୍ରୀରାମ ଲୁଚି କାହିଁକି ଆକ୍ରମଣ କଲେ? ଦେଖନ୍ତୁ, ଏହାର କାରଣ ଥିଲା ବାଳୀଙ୍କର ସେହି ବରଦାନ। ଯଦି ଶ୍ରୀରାମ ତାଙ୍କ ସାମ୍ନାକୁ ଯାଇଥାନ୍ତେ, ତେବେ ତାଙ୍କର ଅଧା ଶକ୍ତି ବାଳୀଙ୍କୁ ମିଳିଯାଇଥାନ୍ତା, ଯାହାପରେ ଯୁଦ୍ଧ ଜିତିବା ଅସମ୍ଭବ ହୋଇଯାଇଥାନ୍ତା। ତେଣୁ ଧର୍ମ ସ୍ଥାପନା ପାଇଁ ସେହି ବରଦାନକୁ ନିଷ୍ପ୍ରଭ କରିବାକୁ ହିଁ ଏହି ରଣନୀତି ଆପଣାଯାଇଥିଲା। ତେବେ ଚାଲନ୍ତୁ କାହାଣୀର ସେହି ଆରମ୍ଭକୁ ଫେରିଯିବା, ଯେଉଁଠି ଆହତ ବାଳୀ ତଳେ ପଡ଼ିଛନ୍ତି। ଏବେ ଆମ ପାଖରେ ପୂରା ଘଟଣାର ସନ୍ଦର୍ଭ ଅଛି। ଏବେ ଆମେ ସେହି ଅନ୍ତିମ ମୁହୂର୍ତ୍ତରେ ମୃତ୍ୟୁ ଆଉ ଧର୍ମ ଭିତରେ ହୋଇଥିବା କଥାବାର୍ତ୍ତାକୁ ଦେଖିବା। ମୃତ୍ୟୁଶୟାରେ ପଡ଼ି ବାଳୀ ପ୍ରଭୁ ଶ୍ରୀରାମଙ୍କୁ ପ୍ରଶ୍ନ କଲେ। ସେ କହିଲେ, ଆପଣ ତ ଧର୍ମାତ୍ମା, ତେବେ କାହିଁକି ଯୁଦ୍ଧର ନିୟମ ଭାଙ୍ଗିଲେ? ଜଣେ ରାଜା ହୋଇ ଲୁଚି ରହି ଆକ୍ରମଣ କରିବା କେତେ ଦୂର ଠିକ୍? ସତରେ ଏହା ଏକ ବହୁତ ବଡ଼ ଆଉ ଯଥାର୍ଥ ପ୍ରଶ୍ନ ଥିଲା। ଆଉ ଏହାର ଉତ୍ତରରେ ପ୍ରଭୁ ଶ୍ରୀରାମ ଯାହା କହିଲେ, ତାହା ଧର୍ମର ଏକ ଗଭୀର ରହସ୍ୟକୁ ଖୋଲିଦିଏ। ସେ ବୁଝାଇଲେ, ତୁମେ ଯାହା କରିଛ ତାହା କେବଳ ପାରିବାରିକ ବିବାଦ ନଥିଲା, ତାହା ଥିଲା ଅଧର୍ମ। ନିଜ ଭାଇର ପତ୍ନୀଙ୍କୁ ବଳପୂର୍ବକ ନିଜ ପାଖରେ ରଖି ତୁମେ ସମାଜ ଆଉ ଧର୍ମର ପବିତ୍ର ନିୟମକୁ ଭାଙ୍ଗିଛ। ଆଉ ଯେଉଁ ବ୍ୟକ୍ତି ଧର୍ମ ଛାଡ଼ି ପଶୁଭଳି ଆଚରଣ କରେ, ତାକୁ ପଶୁଭଳି ହିଁ ଦଣ୍ଡ ଦିଆଯାଇପାରେ। ଆଉ ଶିକାରୀ ଲୁଚି ରହି ହିଁ ଶିକାର କରେ। ଶ୍ରୀରାମଙ୍କ ଏହି କଥା ଶୁଣିବା ପରେ ବାଳୀଙ୍କର ଜ୍ଞାନ ଫେରିଆସିଲା। ସେ ଚିହ୍ନି ପାରିଲେ ଯେ ତାଙ୍କ ସାମ୍ନାରେ ସ୍ୱୟଂ ଭଗବାନ ଠିଆ ହୋଇଛନ୍ତି। ସେ ନିଜ ପାପ ପାଇଁ ପଶ୍ଚାତାପ କଲେ, ସୁଗ୍ରୀବଙ୍କୁ ରାଜ୍ୟ ଆଉ ରୁମାଙ୍କୁ ଫେରାଇ ଦେବାକୁ କହିଲେ ଏବଂ ଶେଷରେ ପ୍ରଭୁଙ୍କ ହାତରେ ମୃତ୍ୟୁବରଣ କରି ମୋକ୍ଷ ଲାଭ କଲେ। ଏହି ପୂରା କାହାଣୀଟି ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ଛାଡ଼ିଯାଏ। ଧର୍ମ ସ୍ଥାପନ କରିବା ପାଇଁ କ'ଣ ବେଳେବେଳେ ଧର୍ମର ସାଧାରଣ ନିୟମକୁ ବଦଳାଇବା କିମ୍ବା ଅତିକ୍ରମ କରିବା ଆବଶ୍ୟକ ହୋଇଥାଏ? ଏହାର ଉତ୍ତର ହୁଏତ ପ୍ରତ୍ୟେକଙ୍କୁ ନିଜ ନିଜ ବିଚାରରେ ଖୋଜିବାକୁ ପଡ଼ିବ।